ରାମ ନାରାୟଣ ରାମ ବହୁତ ବଲିଉଡ ସେଲିବ୍ରିଟି ରାଜନୀତି ଦଳରେ ଯୋଗ ଦେଇଛନ୍ତି। ସେମାନେ ସଂସଦକୁ ପହଞ୍ଚିଛନ୍ତି ଏବଂ ଏବେ ଧର୍ମ ବିଷୟରେ କଥା ହେବାକୁ ଆରମ୍ଭ କରିଛନ୍ତି। ଯେମାନେ ଗତକାଲି ପର୍ଯ୍ୟନ୍ତ ଧର୍ମ ଜାଣିନଥିଲେ ସେମାନେ ଆଜି ଧର୍ମର ଠିକେଦାର ହୋଇଯାଇଛନ୍ତି। ସମସ୍ତ ସେଲିବ୍ରିଟି ବିଜ୍ଞାପନ ପାଇଁ କାମ କରନ୍ତି। ଅମିତାଭ ବଚ୍ଚନ ବିଷୟରେ କହିବାକୁ ଗଲେ ତେଁ ଏତେ ଧନ ଥିବା ସତ୍ତ୍ୱେ କାହିଁକି ଆଉ ଧନ ଆବଶ୍ୟକ କରନ୍ତି ଓ ସେ ଏତେ ଧନର କରନ୍ତି କ'ଣ? ତାଙ୍କର ଜଣେ ପତ୍ନୀ ଜୟା ବଚ୍ଚନ ସଂସଦରେ ଅଛନ୍ତି ଏବଂ ସେ ଧର୍ମ ବିଷୟରେ ସଲାହ ଦେଇଥାନ୍ତି ଯେଉଁଥିରେ ତାଙ୍କୁ ନିଜେ ଧର୍ମ ବିଷୟରେ କିଛି ଜ୍ଞାନ ନାହିଁ। ମୁଁ ଏହିଥିରେ ବୁଝିପାରୁ ନାହିଁ ଯେ ସେମାନେ ଧନ ମଧ୍ୟ ଚାହାନ୍ତି, ସମ୍ମାନ ମଧ୍ୟ ଚାହାନ୍ତି, ଧର୍ମର ପ୍ରଚାର ମଧ୍ୟ କରିବାକୁ ଚାହାନ୍ତି। ଆପଣେ ଦେଖିଥିବେ ଯେ ସେମାନେ ଦୁର୍ଗା ପୂଜା ଭଳି ପୂଜାରେ ଯିବାକୁ ଓ ରିବନ କାଟିବାକୁ ମଧ୍ୟ ଟଙ୍କା ନେଇଥାନ୍ତି। ଏମାନେ ଭୂମିର ସମସ୍ତ ଉପଭୋଗ ସୁଖ ମିଳିଛି ଏବଂ ସେ ଏହା କିପରି ମିଳାଇଛନ୍ତି? ଏହା କି କେବଳ ସେମାନେ ଶିକ୍ଷିତ ଥିଲେବେଳେ ଏହି ଭୂମିର ବାକି ଲୋକମାନେ କି ଅଶିକ୍ଷିତ? ପୃଥିବୀର ପ୍ରତ୍ୟେକ ଲୋକ ଏମାନେଠି ଠକିଛି। ଯିଏ ଏମାନଙ୍କୁ ଭଗବାନ ବାନେଇଛି ସେମାନେ ମଧ୍ୟ ଆମ ପରି ଏକ ସାଧାରଣ ଲୋକ। ସମସ୍ତ ସେଲିବ୍ରିଟି ମୃତ୍ୟୁ ପରେ କି ନେଇଯିବେ? ସେମାନେ ଏକା ଆସିଥିଲେ, ଏକା ଯିବେ। ତଥାପି ଲୋକମାନେ ବୁଝନ୍ତି ନାହିଁ। ସେମାନେ ପାଖରେ ଜ୍ଞାନ ନାହିଁ, ନେଚର ବିଷୟରେ କେହି କଥା ନାହିଁ। କହେ ସମାଜ କିପରି ସୁଧାରିବ ସେ ନେଇ କେହି କିଛି କହେନି। ସମ୍ବିଧାନ ଡାକ ଅମ୍ବେଡକର ତିଆରି କରିଥିଲେ କିନ୍ତୁ ବାସ୍ତବରେ ଏହି ସମ୍ବିଧାନ ଜବାହରଲାଲ ନେହେରୁ ତିଆରି କରିଥିଲେ। କାରଣ ଅମ୍ବେଡକରଙ୍କୁ ଏମାନେ ଗୋଟିଏ ପୁତୁଳି ବନାଇ ରଖିଥିଲେ। ବର୍ତ୍ତମାନ ସମୟରେ ସମସ୍ତ ରାଜନୈତିକ ଦଳ ଭଲ କାମ କରୁଛନ୍ତି। ସମସ୍ତେ ଏକା ସାଥିରେ ମିଳି ସମ୍ବିଧାନରେ ପରିବର୍ତ୍ତନ କରିବା ଉଚିତ। କାରଣ ପ୍ରାୟ 75 ବର୍ଷ ପୁରୁଣା ସମ୍ବିଧାନ ବର୍ତ୍ତମାନର ବଦଳିଥିବା ବିଶ୍ୱରେ କାମ କିପରି କରିପାରିବ? ଆଜି ବିଜ୍ଞାନ ବଦଳି ଯାଇଛି, ଶିକ୍ଷା ବଦଳି ଯାଇଛି, ଦେଶରେ ବହୁତ ପରିବର୍ତ୍ତନ ହୋଇଛି, ସମସ୍ୟା ବଢ଼ିଛି। ଏହିଥିରୁ ଦେଖିବାକୁ ମିଳୁଛି ଯେ ନୃଷ୍ଟି ଆଧାରିତ ଏକ ସମ୍ବିଧାନ ଆଣିବା ଦରକାର। ନୃଷ୍ଟି ହେଉଛି ସମସ୍ତ ସମସ୍ୟାର ସମାଧାନ। ମଣିଷ ନୃଷ୍ଟିରୁ ଆସିଛି। ନୃଷ୍ଟିର 5 ତତ୍ତ୍ୱ ଠାରୁ ମଣିଷ ବନିଛି। ନୃଷ୍ଟି ଦ୍ୱାରା ଉତ୍ପାଦିତ ଜିନିଷ ଖାଇ ମଣିଷ ବଞ୍ଚିଅଛି। ସେଥିପାଇଁ ସରକାର ନୃଷ୍ଟି ଆଧାରିତ ସମ୍ବିଧାନ ନେଇ ଆସିବା ଉଚିତ। ବିପକ୍ଷ ଦଳମାନେ ମଧ୍ୟ ଏହିକୁ ସମର୍ଥନ କରିବା ଉଚିତ। ଯେବେ ନୃଷ୍ଟିର ସମ୍ବିଧାନ ଭୂମିରେ ପ୍ରୟୋଗ ହେବ ସମସ୍ତ ସମସ୍ୟାର ସ୍ୱତଃ ସମାଧାନ ହୋଇଯିବ। ଯଦି ଏବେ ବି ଲୋକ ନୃଷ୍ଟିକୁ ଗ୍ରହଣ ନ କରିବେ, ତାହାର ଧର୍ମ, ତାହାର ନିୟମକୁ ଅନୁସରଣ ନ କରିବେ ତେବେ ବଡ଼ ଧ୍ୱଂସ ହେବା ନିଶ୍ଚିତ, ଯାହାର ଫଳ ଆମକୁ ଭୋଗିବାକୁ ପଡ଼ିବ। ଏହି 75 ବର୍ଷ ପୁରୁଣା ତ୍ରୁଟିକୁ ଆଉଥରେ ଦୃଢ଼ କରନ୍ତୁ ନାହିଁ। ନୃଷ୍ଟି ଆମକୁ ସୁଧାରିବାର ସୁଯୋଗ ଦେଇଛି। ମଣିଷ ଏଥିରେ ଲାଭ ଉଠାଇ ସୁଧାରିବା ଉଚିତ। ପୃଥିବୀରେ ଥିବା ପ୍ରତ୍ୟେକ ମଣିଷ ନୃଷ୍ଟିରୁ ଆସିଛି। ଯେପରି ଆପଣ ଆପଣଙ୍କ ପିତାମାତାଙ୍କୁ ନକାରି ପାରିବେ ନାହିଁ ସେପରି ନୃଷ୍ଟିକୁ ମଧ୍ୟ ନକାରି ପାରିବେ ନାହିଁ। ପ୍ରତ୍ୟେକ ମଣିଷ ମନରୁ ନୃଷ୍ଟିର ଧର୍ମକୁ ଗ୍ରହଣ କରିବାକୁ ହେବ। ପ୍ରତ୍ୟେକ ପଦକ୍ଷେପରେ ନୃଷ୍ଟିର ନିୟମକୁ ଅଗ୍ରଗତି କରିବାକୁ ହେବ। ସୂର୍ଯ୍ୟ କେବେ ମଧ୍ୟ ତାଙ୍କର ଆଲୋକ ଦେବାବେଳେ କାହା ସହ ବିଭେଦ କରେନି। ସେ ସମସ୍ତଙ୍କୁ ସମାନ ଆଲୋକ ଦେଇଥାଏ। ମଣିଷ ନୃଷ୍ଟିର ନିୟମ ଅନୁସରଣ କରିନଥିବା ପାଇଁ ନିଜ ନିଜ ନୃଷ୍ଟି ବନାଇ ନେଉଛି। ମଣିଷ କେବେ ମଧ୍ୟ ଏକ ଭଲ ବିଷୟ ତିଆରି କରିନାହିଁ। ତେଁ ତ୍ରୁଟି ପରେ ତ୍ରୁଟି କରୁଛି। ଏବେ ମଧ୍ୟ ତାଙ୍କ ପାଖରେ ସମୟ ଅଛି। ସେମାନେ ସୁଧାରିବା ଉଚିତ। ସମସ୍ତ ରାଜନୈତିକ ଦଳ ବର୍ତ୍ତମାନ ପରିବାରବାଦର ଦଳ ହୋଇଯାଇଛନ୍ତି। ଲୋକ କହନ୍ତି ଯେ ବିଜେପି ଧର୍ମର ରାଜନୀତି କରେ, କିନ୍ତୁ ଧର୍ମ ବିନା ଅନ୍ୟ କୌଣସି ଦଳ କିପରି ଥିବା ସମ୍ଭବ? ପୃଥିବୀରେ କୌଣସି ଲୋକ ଅଛି କି ଯିଏ ଧର୍ମକୁ ମାନେନି? ମୁଁ ପ୍ରତ୍ୟେକ ଲୋକଙ୍କୁ ଅନୁରୋଧ କରେ ନୃଷ୍ଟି ଆମକୁ ଏବେ ମଧ୍ୟ ସୁଧାରିବା ଅବସର ଦେଉଛି। ତେଣୁ ସୁଧାରିବେ। ଯେଉଁ ପୃଥିବୀ ପ୍ରାୟ 52 ଥର ପଟିଗଲା
ଏଥିପରି ଆଉଥରେ ଯଦି ହୁଏ କେହି ବଞ୍ଚିବେ ନାହିଁ। ତେଣୁ ରାମ ନାରାୟଣ ରାମଙ୍କ ନାମ ସ୍ମରଣ କରନ୍ତୁ ଓ ନୃସ୍ତିକୁ ଗ୍ରହଣ କରନ୍ତୁ, ଯାହା ପାଇଁ ସେ ଆପଣଙ୍କ ସେବା ଆଉ ଭଲ ଭାବେ କରିପାରିବେ।